ଦୋକାନୀ ବାବୁଙ୍କର ନୂଆ ଫର୍ମୁଲା ରେଗୁଲାର ଗ୍ରାହକଙ୍କୁ ମିଳିବ ୟୁରିଆ ସାର। ୟୁରିଆ ସାର ପାଇଁ ସାରା ଓଡ଼ିଶାରେ ହାହାକାର ହେଉଥିଲା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ସାରର ଅଭାବ ଦେଖାଦେଇଛି। ୟୁରିଆ ସାର ପାଇଁ କେତେବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଚାଷୀ ତ କେତେବେଳେ ପେକ୍ସ ସମ୍ପାଦକ ଉପରେ ରାଗ ସୁଝାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ଆଜି ମନମୁଣ୍ଡା ଜାତୀୟ ରାଜପଥ ତୃପ୍ତି ହୋଟେଲ ପାଖରେ ଥିବା ଶ୍ରୀରାମ ଟ୍ରେଡିଂ ଦୋକାନରେ ସାର ପାଇଁ ରାତି 12 ଘଣ୍ଟିଆ ସମୟରୁ ନିଜ ନିଜର ଆଧାର କାର୍ଡକୁ ରଖି ଚାଷୀ ଅପେକ୍ଷା କରିଥିଲେ ଦୋକାନ ସମ୍ମୁଖରେ। ଦୋକାନୀ ପହଞ୍ଚିବା ପରେ ଆମର ଯିଏ ରେଗୁଲାର ଗ୍ରାହକ ତାକୁ ସାର ଦିଆଯିବ ଏବଂ ଅନ୍ୟ ଚାଷୀମାନଙ୍କ କଥା ପରେ ବିଚାର କରି ବୋଲି କହିବାରୁ ଚାଷୀ ଏବଂ ଦୋକାନୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଦୋକାନୀଙ୍କର ଏହା କି ପ୍ରକାର ନିୟମ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ। ସାର ବିକ୍ରି ଅନିୟମିତତାରେ ସମସ୍ତ ଦୋକାନ ଏବଂ ପ୍ୟାକ୍ସମାନଙ୍କ ଲାଗି ବିବାଦକୁ ନେଇ ଚିରନିଦ୍ରାରେ ପ୍ରଶାସନ। କାହା ଇଙ୍ଗିତରେ ଚାଷୀଙ୍କ ପ୍ରତି ବୈମାର୍ତ୍ତିକ ମନୋଭାବ ବୋଲି ସାଧାରଣ ଏବେ ଚର୍ଚ୍ଚା ଜୋର ଧରିଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବୌଦ୍ଧରୁ ଆବୁ ଖାନଙ୍କ ରିପୋର୍ଟ, OTN TV।